श्रीमद्भागवत। ओम वासुदेव नारायण नमः। वासुदेव कृपारू आपण मैंने भल थे। आपण मैंने भावुवे श्रीमद् भागवत महापुराण पठन करुँच कौन सी विषय वस्तु को आलोचना को आणुना। आपण मैंने ठीक भावुं विषय वस्तु को न आनिबा कारण वीडियोटी बहुत लंबा हो। अनेक श्रोता अच्छा लंबा वीडियो देखिए नहीं। तेणु श्रीमद् भागवत महापुराण पोथी जहाँ अच्छी से ही पठन करुचु। महापुराण संपूर्ण होला परे आमे आलोचना को आसीबा। प्रथम स्कंदरु द्वादश स्कंद पर्यंत संपूर्ण आलोचना करिबा। वर्तमान सुद्धा आमर जेकोसी वीडियो आपण देखुचंती कौन सी शब्दर अर्थ जदि बा किछि बुझी न पारुथिबे, आम पठनर किछि असुविधा होउथाए ताले कमेंट करंतु। आमे पर वीडियो रे तार लेखा दे देबु, आपन किछि असुविधा हेबनी। आसंतु सुनिबा श्रीमद् भागवत महापुराण तृतीय स्कंद अष्टम अध्याय। जय जगन्नाथ। ओम नमो भगवते वासुदेवाय। श्रीमद् भागवत तृतीय स्कंध अष्टम अध्याय। अष्टमे नारायण नाभि कमलु ब्रह्मा जे संभवी। अंतन पाई भय कला तपरे ताहांकु तोषिला। मैत्रेय उवाच शुण विदुर शुद्ध चेता। सुपुण्य प्रश्न तोर कथा। जाहार जन्म पुरु वंशे जे वंश महांत प्रंश से। जहि तू लोकपाल जम साक्षाते होइलु जनम। भक्तजनक शिरोमणि तोर सकाशु जन शुणी। इह संसारे कृष्ण लीला विश्वमंगल कीर्तिमाला। निरते नव नवमणे तोष न लभे प्रतिक्षणे। से कथा मुहि तोर पाखे कहिबी भक्त जन सुखे। सुख समुद्रे सुख प्राये निरते मन जार धाए। ताहांक निस्तारण अर्थे शुण कहिबा भागवते। जे भागवत रस सार ऋषिंकी देले चक्रधर। शुण विदुर सावधाने ब्रह्मार पुत्रे कदिने। सनक आदि चतुर्भ्राते मिलिले अनंत अग्रते। रत्न आसने से पाताले बसिअछन्ति ध्यान बळे। आदि अनंत रूप सार अकुंठ महिमा जाहार। तांक समीपे चतुर्भ्राते मिलिले ज्ञान प्रश्न अर्थे। परम तत्वे करीच्छा एकु अनेक कले पूछा। स्वभावे स्थिर जा शरीर देव मानवे अगोचर।
ସେ ବାସୁଦେବ ବହୁମାନ୍ୟ ଧ୍ୟାନ କରନ୍ତି ସଂକର୍ଷଣ ମୃଣାଳ କୋଶ ପ୍ରାୟ ଦେହି ଉନ୍ମୀଳ ଚକ୍ଷୁ ଯୁଗ ବହି ବିଧୁଧ ଜନଙ୍କ ଆନନ୍ଦେ ସୁଖେ ନିଶ୍ଚଳ ଯୋଗାନନ୍ଦେ ନିର୍ମଳ ଭୋଗବତିନୀରେ ଦୌତକ ବରି ଭାରସୀରେ ସେ ଜଟା କଳାପେ ଚରଣ ପଦ୍ମେ ନମନ୍ତି ମୁନିଗଣ ଯେ ପାଦେ ନାଗଙ୍କ କାମିନୀ ବିବିଧ ଉପାୟନ ଘେନି ସେବନ୍ତି ଯେଉଁ ପାଦ ଗତେ ଉତ୍ତମ ବର ପ୍ରାପ୍ତି ଅର୍ଥେ ସୁସ୍ୱର ଗୀତ ନାଦ ଧ୍ୱନି ଗଦ୍ଗଦ ଅନୁରାଗ ଘେନି ଯାହାର କର୍ମ ଦୃଢ଼ ଚିତେ ଗାୟନ କରନ୍ତି ନିରତେ ଜାଣନ୍ତି ଲୀଳା ତତ୍ତ୍ୱଜ୍ଞାନ ନିର୍ମଳ ମନେ ନିତ୍ୟ ଧ୍ୟାନ ସେ ଦେବ ସହସ୍ର ଶିରୀଷ କିରୀଟ ମଣିମୟ ତ୍ରାସ ଫଣା ସହସ୍ରେ ଶୋଭା କରେ ଆଦିତ୍ୟ ଯେସନେ ଅମ୍ବରେ ତାର ଚରଣ ରଜସୀରେ ସକଳେ ଧରି ବିନୟରେ ପୁଛିଲେ ସାର ତତ୍ତ୍ୱଜ୍ଞାନ ଯା ଶୁଣି ଉଦ୍ଧରିବେ ଜନ ନିବୃତ୍ତି ଧର୍ମେ ଦେଖିଚିତ ଏହାକୁ କହିଲେ ଅନନ୍ତ ସେ ପୁଣି ପ୍ରଶ୍ନ ଅନୁରାଗେ କହିଲେ ସଂଖ୍ୟାୟନ ଆଗେ ସେ ସଂଖ୍ୟାୟନ ଯୋଗଧ୍ୟାଏ ପରମହଂସ ଦୀକ୍ଷା ବହେ ସେ ପୁଣି ଦୟା ଶୁଦ୍ଧ ଚିତେ ସଂସାର ନିସ୍ତାରଣ ଅର୍ଥେ କୃଷ୍ଣ ମହିମା ପରିମାଣି ନିର୍ମଳ ଭାଗବତ ବାଣୀ ବିଷ୍ଣୁ ବିଭୂତି ଅନୁରାଗେ କହିଲେ ମୋର ଗୁରୁ ଆଗେ ଆବର ବୃହସ୍ପତି ଆଗେ ଦେବ ସମୂହ ପ୍ରିୟ ଭାବେ ସେ ପରାଶର ମହାମୁନି ପୌଲସ୍ତ୍ୟ ମୁନି ଆଜ୍ଞା ଘେନି ଦୟାଳୁ ମୁନି ପରାଶର କହିଲେ ମୋହର ଆଗର ସେ ବ୍ରହ୍ମ ଗୁହ୍ୟ ବାଣୀ ଏବେ ଶୁଣ କହିବା ତୋତେ ଭାବେ ତୁ ଶୁଦ୍ଧ ଚିତେ ବଶ୍ଚ ଶୁଣ ଏ ଆଦି ପରମ ପୁରାଣ ଯେ ବିଶ୍ୱ ସୃଷ୍ଟି ପୂର୍ବେ ଥିଲା ପ୍ରଳୟ ଜଳେ ନାଶ ଗଲା ପରମ ସୁଖେ ଭଗବାନ ନିଦ୍ରାରେ ମୁଦ୍ରିତ ନୟନ ପ୍ରଳୟ ଜଳ ନିଧି ମଧ୍ୟେ
ଅନନ୍ତ ଶଯ୍ୟାରେ ଆନନ୍ଦେ ଶୋଇଲେ ଏକ ରୂପ ହୋଇ ସଙ୍ଗେ ସଙ୍ଗତି ନାହିଁ କେହି ନିଶ୍ଚେଷ୍ଟ ଆତ୍ମ ସୁଖେରତ ଭୂତେ ନିବେଶୀ ପଞ୍ଚଭୂତ ଆତ୍ମାଶ୍ରିତ ସୂକ୍ଷ୍ମ ଭୂତେ କାଳାତ୍ମା ଶକ୍ତିର ଆୟତେ ସ୍ୱକୀୟ ଜଳେ କରିବାସ ଯେହ୍ନେ କାଷ୍ଠରେ ଅଗ୍ନିତ୍ରାସ ବିଷ୍ଣୁ ରଜନୀ ପ୍ରକାଶିଲା 400 ଯୁଗ ଗଲା ଜଳେ ଶୟନ ଭଗବାନ ଯେ ଆତ୍ମଶକ୍ତିର ନିଦାନ ତାର ଆୟତ କାଳ ବଳେ ସୃଷ୍ଟି ସମୟ ସୁମରିଲେ ସେ ପୁଣି କର୍ମତନ୍ତ୍ର ହୋଇ ପୂର୍ବ ଜୀବଙ୍କୁ ଦେହେ ଚାହିଁ ତାହାଙ୍କ ଅବତାର ଅର୍ଥ ସୂକ୍ଷ୍ମେ ନିବେଶୀ ଦୃଷ୍ଟିପଥ କ୍ଷୋଭିତ ସୃଷ୍ଟିର କାରଣେ ସ୍ୱୟଂ ପ୍ରବେଶୀ ରଜୋଗୁଣେ ସେ କାଳ ବଳର ନିଶ୍ୱାସେ ମିଳିଲେ ବିଷ୍ଣୁ ନାଭି ଦେଶେ ସେ ନାଭି ମଧ୍ୟ ପଦ୍ମକୋଶ ତକ୍ଷଣେ ହୋଇଲା ପ୍ରକାଶ କର୍ମ ବୋଧିବା କାଳ ବଳେ ରୂପ ବିରାଜେ ମହାଜଳେ ଉଦିତ ରବି ପ୍ରାୟେ ମାନି ଜଳେ ପ୍ରକାଶ ଆତ୍ମଜୋନି ସେ ଲୋକ ପଦ୍ମେ ନାରାୟଣ ସ୍ୱୟଂ ପ୍ରବେଶ ରଜୋଗୁଣ ସକଳ ଗୁଣେ ସେ ପ୍ରକାଶ ସହସ୍ର ବିଜିଣୀ ତ୍ରାସ ସେ ପଦ୍ମ କର୍ଣ୍ଣିକାର ମଧ୍ୟେ ବ୍ରହ୍ମା ପ୍ରକାଶ ବେଦ ପଦେ ବିଧାତା ନାମ ଯେ ବୋলাই ଯାର ଶରୀର କର୍ମମୟୀ ସ୍ୱୟଂଭୂ ନାମ ସେ ସ୍ୱଭାବେ ଉଦୟ ନିଜ କର୍ମ ଲାଭେ ସେ ପଦ୍ମ ମଧ୍ୟେ ବ୍ରହ୍ମା ରହି ବସି ସକଳ ଦିଗେ ଚାହିଁ ନ ଦେଖି ଲୋକଙ୍କ ଉଦ୍ଦେଶ ତକ୍ଷଣେ ଚାହିଁଲା ଆକାଶ ହୋଇଲା ତାର ଚାରିମୁଖ କେବେ ନଲ ଭଇ ସୁଖ ପ୍ରଳୟ ପବନର ବଳେ ଲହରୀ ଭ୍ରମ ମହାଜଳେ ଆତ୍ମାକୁ ନ ଜାଣଇ ଭଲେ ଯେ ଲୋକ ତତ୍ଵ ପଦ୍ମ ତୁଲେ କାହୁଁ ଅଇଲି କେଉଁ ଦେଶ ନ ଜାଣି ଆତ୍ମାର ବିଶେଷ ଏ ପଦ୍ମ କାହୁଁ ଉପୁଜିଲା କିବା ଏ ଜଳ ମଧ୍ୟେ ଥିଲା ସ୍ଥଳ ନଥିଲେ ଜଳ କାହିଁ
ଏମନ୍ତ ମନେ ବିଚାରଇ କିବା ଏ ପଦ୍ମ ମୂଳେ ଅଛି ଏମନ୍ତ ମନେ ମନେ ଲଖି କେବେ ହେଜି ନ ପାରିଲା ଏମତେ କେତେ କାଳ ଗଲା ପୁଣି ଚାହିଁଲା ମନ ଦୁଃଖେ ନିଜ ଆସନେ ଅଧୋମୁଖେ ତଳେ ଦେଖିଲା ପଦ୍ମନାଳ ତା ମଧ୍ୟେ ଅନ୍ଧକାର ବିଳ ବିଚାରେ ହି ମାର୍ଗେ ଯିବି କାହୁଁ ଅଇଲି ତା ଦେଖିବି ଏମନ୍ତ ବିଚାରି ସଂଶୟେ ବିଳେ ପଶିଲା ମହାଭୟେ ସେ ବିଳ ମାର୍ଗେ ନାଭି ପଥେ ପଶିଲା ବିଷ୍ଣୁ ଗର୍ଭଗତେ ଅନେକ କାଳ ଗର୍ଭେ ଭ୍ରମି ଫୁଟି ହୋଇଲା ପଥଶ୍ରମୀ ଯେ କାଳ ଜନ୍ତୁଙ୍କର ପ୍ରାଣ ବଳେ ହରଇ ଅନୁକ୍ଷଣ ସେ କାଳ ବଳର କର୍ଷଣେ ବାହାର ହୋଇଲା ତକ୍ଷଣେ ମନ କଳ୍ପିତ ନ ପାଇଲା ନିଜ ଆସନେ ବିଜେ କଲା ସ୍ଥିର ନିଶ୍ୱାସ ଦୃଢ଼େ ଧରି ମନ ପବନ ହୃଦେ ଭରି ନିବୃତ ଚିତେ ପ୍ରଜାପତି ସମାଧି ଯୋଗେ କଲାମତି ଶେଷତେ ବର୍ଷ କାଳ ଭୋଗେ ଲଭିଲା ବୋଧ ନିଷ୍ଠା ଯୋଗେ ତାର ହୃଦये ବିଷ୍ଣୁ ଭାବେ ପ୍ରକାଶ ସୃଷ୍ଟି ଅର୍ଥ ଲାଭେ ପୂର୍ବେ ଯାହାକୁ ମହାଜଳେ ଖୋଜି ନ ଦେଖିଲା ନିଶ୍ଚଳେ ତାହାକୁ ଆପଣା ହୃଦये ଦେଖେ ସମାଧି ଯୋଗ ଧ୍ୟାଏ ମୃଣାଳ ଗୌର ଦେହ କାନ୍ତି ଅନନ୍ତ ଶୟନେ ଶ୍ରୀପତି ଏକା ଅଛନ୍ତି ନାହିଁ କେହି ଦେଖେ ନିଶ୍ଚଳ ନେତ୍ରେ ଚାହିଁ ଫଣା ସହସ୍ର ଊର୍ଦ୍ଧ୍ୱ ଜ୍ୟୋତି ରତ୍ନ ସମୂହ ଝଟକନ୍ତି ଯୁଗାନ୍ତ ଜଳ ଅନ୍ଧକାର ସେ ରତ୍ନ ଜ୍ୟୋତି କରେ ଦୂର ମର୍କତ ଗିରି ନିନ୍ଦେ ରୂପ ସନ୍ଧ୍ୟା ଭ୍ରଜିଣୀ ପୀତାଂଶୁକ ସୁବର୍ଣ୍ଣ ଶୃଙ୍ଗ ତିରସ୍କାର करे मुकुट शिर पर पर्वत वेणु वृक्ष शोभा निंदई भुज पाद प्रभा रत्न औषधि जल पुष्पे गिरिभूषण माल रूपे ताहाकु बळी हरि गळे रत्न तुलसी मुक्ता फळे
महापुरुष विष्णु रूपे स्वयं प्रकाश महाकल्पे प्रकाश अक्षयी विस्तारे त्रिलोक प्रकाश शरीरे दिव्य विचित्र आभरणे प्रकाशे वस्त्र आच्छादने सर्वसुंदर रसमुहे तेज प्रकाशे विश्वदेहे मिली सकल महाजने ज्ञाने अर्चित एक ध्याने जे काम जे करन्ति ध्याये ताहाकु काम धेनु प्राये दया सागर भगवान ब्रह्मा को देले दर्शन अंगुली अग्रे नख कांति शशांक प्राय झटकंती शोभित स्मित हासमुख देखन्ते हरे प्राणी दुख कर्णे कुंडल बेनी सोहे चंद्र तपन समनोहे सोण अरुण ओष्टबेनी विराजे दंत पंक्ति घेनी कदम्ब पुष्प तेज प्राये पीतवसन कटी सोहे रत्नमेखला तेज दंभे सुंदर विराजे नितंबे नाना रतन हारमाल लंबे श्री वत्स वक्षस्थल भुज सहस्र जानु जाए लंबे चंदन डाल प्राये हार केयूर रत्नमाल सुंदर काकपोल सर्वभुवन तार देहे विराजे पुष्प कणा प्राये अदृश्य मूल ता स्वभाव के अबालोचने देखिब पर्वत प्राय भगवान चर चरंकर स्थान मंदर गिरी जेह्ने जले क्षीरोद मंथनर काले सहस्र शृंग प्राय साजे सुरत्न किरीट विराजे कंठे कौस्तुभ मणि सोहे रत्न प्रभारे मन मोहे कंठे शोभई बनमाल लंबे सुंदर वक्षस्थल गंधे आवृत भृंग पंक्ति सूर्य शशांक अग्निज्योति से पुणी चाहते निरोले आत्मा को तानाभि कमले पवन गगन सलील विधाता देखे देहे तार
ରଜଗୁଣରେ ଯୁକ୍ତ ହୋଇ ପ୍ରଜା ସୃଜନେ ମନ ଦେଇ ଲୋକ ବି ସୃଷ୍ଟି ଦେହେ ଦେଖି ବିଧାତା ଆସନ ଉପେକ୍ଷି କର ଯୁଗଳ ଦେଇ ମୁଣ୍ଡେ ସ୍ତୁତି କରଇ ଚାରି ତୁଣ୍ଡେ ସେ ହରି ଚରଣେ ବିଶ୍ୱାସ ନମଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା ତୃତୀୟ ସ୍କନ୍ଧେ ଅଷ୍ଟମୋଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।